କହିଲା କୁନା କି ଆଲସୁଆ ବୁଲୁଛୁ ଖରା ବେଳେ ଆମ ପାଶେ ଖାଇବୁ ଯେବେ ମିଠା ପିଜୁଳି ଥାଳେ ସୁନାର ଏକ ପିରରା ଗଢ଼ି ଆଣିବେ ବାପା ମୋର କୋଉଠୁ ମାଗି ଦେବି ଲୋ ତତେ କଦଳୀ ଛେନା ସେର ସୁନା ଗିନାରେ ଦେବି ମୁଁ ପାଣି ରୂପ ଥାଳିରେ ଭାତ ବୁଲାଇ ନେବି ମେଳାକୁ କେତେ ଦେଖିବୁ ତୁଲ ଜାତ କହିଲା ଶୁଆ କୁନା ଭାଇନା ସହିଲୁ ସତ ଏକା ମନରେ ତୋର ସରଦା ଥାଉ ନୀତି ହେବା ଦେଖା। ହେ ମଣିଷ ପୁଅ ମୋ ସାଙ୍ଗ ମୋର ସଖା ତତେ ଧନ୍ୟବାଦ ଦଉଛୁ ତୋର ଶ୍ରଦ୍ଧା ଭଲ ପାଇବାକୁ ଦେଖିକି, କିନ୍ତୁ ମତେ ତୁ ପିଞ୍ଜରା ଭିତରକୁ ଡାକନି ଭାଇ। ତୁ ଜାଣିନୁ ମୁକ୍ତିର କି ଆନନ୍ଦ। ତୋ ବାପାକୁ ପଚାର, ସିଏ ବି ଜାଣେନି, କାରଣ ସେ କୋଟିଆର ଦାସ ହୋଇଛି। କାହିଁକି ଦାସ ହୋଇଛି? ସେ ଭିତରେ ଶବ୍ଦ ଶୁଣି ପାରୁନି। ତୁ ସେଇ ଦାସର ପୁଅ। କଣ ଦାସ? ତୁ ଜାଣିନୁ ମୁକ୍ତିର କି ଆନନ୍ଦ। ତୁ ଶ୍ରଦ୍ଧା ଅଛି, ତୋ ବାପାକୁ ଯା ପଚାରିବୁ, ମୁକ୍ତିର ସ୍ୱାଦ ସିଏ ପାଇନି। କାମର ଦାସ, କ୍ରୋଧର ଦାସ, ଲୋଭର ଦାସ, ମୋହର ଦାସ, ଆସକ୍ତିର ଦାସ, ଆଳସ୍ୟର ଦାସ, ଲୋଭର ଦାସ, ଲଜ୍ଜାର ଦାସ, ଘୃଣାର ଦାସ, ଶଙ୍କାର ଦାସ, ତନ୍ଦ୍ରା ଦାସ, ଏମିତି ହଜାରେ ପ୍ରକାର ଅଛି। ତୋ ବାପା ଭିତରେ ଲାଗି ସେ ସ୍ୱତନ୍ତ୍ର ହେଇପାରିନି। ମୁଁ ସ୍ୱତନ୍ତ୍ର, ମତେ ତୁ ଦାସତ୍ୱ କରିବାକୁ ତୋ ପିଞ୍ଜରା ଭିତରକୁ ଯିବନି। କାହିଁକି? ମନ ଆନନ୍ଦେ ଉଡ଼ି ବୁଲୁଛି ଖୁସିରେ ଗାଏ ଗୀତ ମାନେ ନା ଖରା ଝଡ଼ି ବରଷା ମାନେ ନା ପୁଣି ଶୀତ ମଣିଷ ଭାଇ ତ ସୁନା ପିଞ୍ଜରି ଦେବ କି ସେହି ସୁଖ ପରଧୀନ ବନ୍ଦୀ ଜୀବନ ଅଟଇ ମହାପାପ ଲୋଡ଼ା ନାହିଁ ତ ସୁନା ପିଞ୍ଜରି ରୂପା ଥାଳିରେ ଭାତ ଏ ଗଛ ଡାଳ ସରଗମର ବଡ଼ ପରାମୃତ। ମୁଁ ମୁକ୍ତିର, ମୁଁ ସ୍ୱତନ୍ତ୍ର, ମୋ ଆତ୍ମା ସ୍ୱତନ୍ତ୍ରରୁ ଆସିଛି। ମୋ ଆତ୍ମା ଗୋଟେ ଏଭଳି ଏଣ୍ଟିଟିରୁ ଆସୁଛି। ମୁଁ ମୁକ୍ତ, ମୋ ବାପା ମୁକ୍ତ। ମୁଁ ଯୋଉ ଆତ୍ମାରୁ, ଯୋଉ ଆତ୍ମା ତାର ସ୍ୱଭାବ ହଉଛି ମୁକ୍ତ। କିନ୍ତୁ ତୁ ମତେ ଡାକିନି ତୋ ପିଞ୍ଜରି ଭିତରକୁ। ସେଥିପାଇଁ ତା ବାପା ସେ ଛୁଆ କହିଲା, ତୁ ତ ସ୍ୱତନ୍ତ୍ର ହରେଇ ଦେଇଛୁ, ତୋର ସ୍ୱାଧୀନତା ହରେଇ ଦେଇଛୁ, ତୋର ଶୁଆପଣିଆ ହରେଇ ଦେଇଛୁ। ତେଣୁ ତୁ ବାପା ପଳା, ବର୍ଷା ଆସୁଛି, ତୁ ମରିଯିବୁ। ମୁଁ ଯୋଉ ବାପା ସେ ଉଡ଼ି ଯାଇଛି, ପୁଣି ପିଞ୍ଜରା ଖୋଲା ଅଛି। ସେଥିପାଇଁ ଆମେ ପଢ଼ୁଛେ ତ ଭିତର ଶବ୍ଦ ଶୁଣ। ଆଜି ଯାଏ ଆମେ ଭିତର ଶବ୍ଦ ଶୁଣି ପାରିଲେନି। ଆମ ଖାଦ୍ୟ କ'ଣ? ଶୁଆଟା ଶୁଣିଲା, ସେ ଫଳ ଖାଉଛି, ଆଇଁଷ ଖାଉନି। ଚିଲଟା ଶୁଣିছে ତା ଭିତର ଶବ୍ଦ, ଆଇଁଷ ଖାଉଛୁ, ଫଳ ଖାଉନି। ଛପନା କୋଟି ଜୀବ ଜାଣିଛି ତା ଖାଦ୍ୟ, ଛପନା କୋଟି ଜୀବ ଜାଣିଛି ତାର ପୋଷାକ, ତାର କ୍ୟାରେକ୍ଟର, ତାର ଇନଷ୍ଟିଙ୍କ୍ଟ, ତାର ଡ୍ୟୁଟିଜ। ଗଛ ଜାଣିଛି ତାର ଭିତର ଶବ୍ଦ ଶୁଣିଛି। ଅନନ୍ତ କାଳ ଯାଇ ସେ ଅକ୍ସିଜେନ ଦଉଛି। ବିଚରା ମଣିଷ ମରିଯିବ। ଗଛ ଜାଣିଛି ଟେକା ମାଇଲେ ସେ ଫଳ ଦଉଛି। ହତ୍ୟା କଲା ବେଳେ ତତେ ଛାଇ ଦଉଛି। ଗଛ ତା ଭିତର ଶବ୍ଦ ଶୁଣିଛି। କିନ୍ତୁ ଦୁର୍ଭାଗ୍ୟ, ମୁନି ସମାଜ ବଜ୍ର କଣ୍ଠରେ ଗୁରୁ କହିଲେ, ରେ ମଣିଷ, ଆତ୍ମଜ୍ଞାନର ସର୍ବଶ୍ରେଷ୍ଠ ଜ୍ଞାନ, ଅନ୍ଧବିଶ୍ୱାସ ଛାଡ଼ିକି ତୋ ଭିତର ଶବ୍ଦ ଶୁଣ। ତୋର ଗୁରୁ, ତୋର ପଥ ପ୍ରଦର୍ଶକ ତୋ ଭିତରେ ବିଦ୍ୟମାନ। କିନ୍ତୁ ଆମେ ଶୁଣି ପାରିଲୁନି, ଆମେ ଶୁଣି ପାରିଲୁନି। ଆମେ ଲୋଭ ଆସକ୍ତିର ଦାସ ହଉଛୁ। ଘରଟା ଯଦି ଯୋଉ ଘରେ ଆମେ ଯେ ବାପା ମାଙ୍କୁ
से साक्षात देवता आमे देखिनु आज्ञा आमर सृष्टिकर्ता किए ब्रह्मा आमे बही पढ़ीछु बहुत पाठ पढ़ीछु चित्र देखुछु किंतु आमर सृष्टिकर्ता आमे शुणुछु ब्रह्मा कि देखिनु कथा कहि पालन करता विष्णु आमे देखिनु आम हाथ धरि कि विष्णु केबे चलेनी महेश्वर आम रक्षा करता आम पालन करता आम विनाश करता आमे देखिनु दुर्गा आमको रक्षा करता मंगला आमको आम मंगल करता आमे कि देखिनु कथा कहलु अंधविश्वास आज जाए जपुचु ढालुचु पैसा ढाउचु घी मंदिर रे किंतु एतिकी सत्य मु देखी आज्ञा ब्रह्मा विष्णु महेश्वर को मो ब्रह्मा विष्णु महेश्वर मो बापा माँ मु जाने नी ब्रह्मा सृष्टि कर मु जाने नी किए मत सृष्टि करची किंतु मु एतिकी जानी सत कहूँ आज्ञा त्रिबार सत कहूँ अना मुनि जने कहूँ मो माँ मते 10 मास 10 गर्भ धरिकी मते सृष्टि करची मो बापा मते सृष्टि करची मो पाई मो ब्रह्मा मो बापा माँ